ବନ୍ଧୁମାନେ ଆପଣଙ୍କର ତୁଳା ରାଶି ହୋଇଥିଲେ ଏହି ଭିଡ଼ିଓଟିକୁ ଆପଣ ଥରୁଟିଏ ମାତ୍ର ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କାହିଁକି ନା ତୁଳା ରାଶିର ବ୍ୟକ୍ତି ବିଶେଷମାନଙ୍କର ଜୀବନ ଏହି ପବିତ୍ର ଶ୍ରାବଣ ମାସରେ ବଦଳିବା ପାଇଁ ଯାଉଛି। କାହିଁକି ନା ଗ୍ରହ ନକ୍ଷତ୍ରମାନଙ୍କ ଚଳନରେ ଗୋଟିଏ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି ଏବଂ ଭଗବାନ ଶିବ ଶଙ୍କରଙ୍କର ଆଶୀର୍ବାଦ ପ୍ରାପ୍ତି ହେବା ପାଇଁ ଯାଉଅଛି। କାହିଁକି ନା ଏହି ଶ୍ରାବଣ ମାସରେ ବହୁତ ଗ୍ରହମାନେ ନିଜର ରାଶି ପରିବର୍ତ୍ତନ କରିବେ। ସୂର୍ଯ୍ୟ, ବୁଧ, ମଙ୍ଗଳ ଏବଂ ଶୁକ୍ର ନିଜର ରାଶି ପରିବର୍ତ୍ତନ କରିବେ, ଯିଏକି ଆପଣଙ୍କ ରାଶି ପାଇଁ ଆପଣଙ୍କର ଭାଗ୍ୟ ଭାବର ଅଧିପତି, କର୍ମ ଭାବର ଅଧିପତି ଏବଂ ଧନ ଭାବର ଅଧିପତି ଅଟନ୍ତି। ଯାହାଦ୍ୱାରା ଆପଣଙ୍କର ଏହି ଶ୍ରାବଣ ମାସଠାରୁ ଆପଣଙ୍କ ଭାଗ୍ୟରେ ହେବ ବଡ଼ ପରିବର୍ତ୍ତନ। ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ଦୁଃଖ କଷ୍ଟ ଏବଂ ସମସ୍ୟାର ଅନ୍ତ ହେବା ପାଇଁ ଯାଉଅଛି। ଆଉ ପୁନର୍ବାର ଆପଣଙ୍କ ଜୀବନରେ ଖୁସି ଫେରିବା ପାଇଁ ଯାଉଅଛି। ତେବେ ଆସନ୍ତୁ ଜାଣିବା ଏହି ଶ୍ରାବଣ ମାସଠାରୁ ଆପଣମାନଙ୍କ ଜୀବନରେ କ'ଣ ସବୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି। ଏହା ପୂର୍ବରୁ ଯଦି ଆପଣଙ୍କର ତୁଳା ରାଶି ହୋଇଥାଏ ଏବଂ ଆପଣ ବି ଭଗବାନ ଶିବ ଶଙ୍କରଙ୍କୁ ସଚ୍ଚା ହୃଦୟରେ ଭକ୍ତି କରୁଥାନ୍ତି, ବିଶ୍ୱାସ କରୁଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ, ହର ହର ମହାଦେବ ଅବଶ୍ୟ ଲେଖିଦିଅନ୍ତୁ। ପୂର୍ବରୁ ଗ୍ରହମାନଙ୍କର ସ୍ଥିତି ଖରାପ ଥିବା ହେତୁ ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ରହୁଥିଲା, ଧନଜନିତ ସମସ୍ୟା ଦେଖା ଦେଉଥିଲା। ଆପଣ ପରିଶ୍ରମ ତ କରୁଥିଲେ କିନ୍ତୁ ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତି ହୋଇପାରୁନଥିଲା। ଋଣ ଆପଣ ନେଇଥିଲେ କିନ୍ତୁ ସେହି ଋଣକୁ ଆପଣ ଶୁଝି ପାରୁନଥିଲେ। ଋଣର ଭାର ଆପଣଙ୍କ ଉପରେ ବଢ଼ିଯାଇଥିଲା। ଘର ଏବଂ ପରିବାରରେ ହସ ଖୁସିର ବାତାବରଣ ନଥିଲା। ଶିକ୍ଷା କ୍ଷେତ୍ରରେ ସମସ୍ୟା ଦେଖା ଦେଉଥିଲା ଏବଂ ଆପଣଙ୍କର ଅନ୍ନେସେସରୀ ସମସ୍ୟା ଦେଖା ଦେଉଥିଲା। ସମାଜରେ ଆପଣଙ୍କର ମାନ ସମ୍ମାନ ନଥିଲା। ଚାକିରିଟିଏ ଆପଣଙ୍କୁ ପ୍ରାପ୍ତି ହୋଇପାରୁନଥିଲା। ସନ୍ତାନ ସନ୍ତତିମାନଙ୍କ ପାଇଁ ଆପଣ ଚିନ୍ତିତ ରହୁଥିଲେ। ବ୍ୟାପାର ବାଣିଜ୍ୟରେ ଆପଣଙ୍କର ଲସ୍ ହେଉଥିଲା। ପ୍ରେମ ଜୀବନରେ ମଧ୍ୟ ସମସ୍ୟା ଦେଖା ଦେଉଥିଲା। ତେବେ ଏହିଭଳି ଯାହା ବି କିଛି ସମସ୍ୟା ଆପଣଙ୍କ ଜୀବନରେ ଚାଲୁଥିଲା, ତାହା ଏବେ ଦୂର ହେବା ପାଇଁ ଯାଉଅଛି। ଏହି ଶ୍ରାବଣ ମାସଠାରୁ ଆପଣମାନଙ୍କ ଜୀବନରେ ପୁଣି ଥରେ ଖୁସି ଫେରିବାକୁ ଯାଉଅଛି। ଆପଣଙ୍କ ଜୀବନରେ ନୂତନ ସୂର୍ଯ୍ୟ ଉଦୟ ହେବା ପାଇଁ ଯାଉଅଛି। ଦେଖନ୍ତୁ, ଏହି ଶ୍ରାବଣ ମାସରେ ଅନେକ ଗ୍ରହ ଆପଣଙ୍କର ଲାଭର ଭାବକୁ ଚଳନ କରିବେ। ମାନେ ସେମାନେ ଆପଣଙ୍କର ଏକାଦଶ ଭାବକୁ ଚଳନ କରିବେ। ଏକାଦଶ ଭାବ ଲାଭର ଭାବ ହୋଇଥାଏ, ଇନକମ୍ର ଭାବ ହୋଇଥାଏ, ଆୟର ଭାବ ହୋଇଥାଏ। ତ ଦୀର୍ଘ ଦିନ ଧରି ଆପଣଙ୍କ ଜୀବନରେ ଯେଉଁ ଆର୍ଥିକ ସମସ୍ୟା ରହିଥିଲା, ତ ଆପଣ ସମସ୍ତ ଆର୍ଥିକ ସମସ୍ୟା ଆପଣଙ୍କର ବା ଚିନ୍ତା ଆପଣଙ୍କର ଦୂର ହେବ। ମହାଦେବଙ୍କ କୃପାରୁ ଆପଣଙ୍କର ଭାଗ୍ୟ ସୁନା ପରି ଚମକି ଉଠିବ। ଦୀର୍ଘ ଦିନ ଧରି ଆପଣଙ୍କ ମନରେ ଯେଉଁ ଇଚ୍ଛା ଅଭିଳାଷା ଥିଲା, ମନସ୍କାମନା ଥିଲା, ତାହା ପୂର୍ଣ୍ଣ ହେବା ପାଇଁ ଯାଉଅଛି। ବିଭିନ୍ନ ଦିଗରୁ ଆପଣଙ୍କ ପାଖକୁ ଅର୍ଥର ଆଗମନ ହେବ। ଧନ କମାଇବାର ନୂଆ ନୂଆ ରାସ୍ତା ଆପଣଙ୍କୁ ମିଳିଯିବ। ଆପଣ ନିଜେ ଦେଖିବେ ଯେ ଏହି ଶ୍ରାବଣ ମାସଠାରୁ ଆପଣଙ୍କର ଆୟ ପୂର୍ବ ଅପେକ୍ଷା ଅଧିକ ରହିବ। ଏହା ସହିତ ଆପଣ ଯାହା ଇଚ୍ଛା କରିବେ ତାହା ଆପଣ ପାଇପାରିବେ। ବଡ଼ ଭାଇ ଭଉଣୀମାନଙ୍କ ସହିତ ଆପଣଙ୍କର ସମ୍ପର୍କ ବହୁତ ଭଲ ରହିବ। ଭାଗ୍ୟ ଆପଣଙ୍କର ଚମକିବ। ଅଟକି ରହିଥିବା ଆପଣଙ୍କର ସମସ୍ତ କାର୍ଯ୍ୟ ପୁଣି ଥରେ ଚାଲୁ ହେବାକୁ ଲାଗିବ। ଆପଣ କିଛି ନୂତନ କାର୍ଯ୍ୟ, ବଡ଼ କାର୍ଯ୍ୟ ଗୁଡ଼ିକର ଆରମ୍ଭ ଆପଣ କରିପାରନ୍ତି। ଦୂର ସ୍ଥାନକୁ ବା ଧାର୍ମିକ ସ୍ଥାନକୁ ଆପଣ ଯାତ୍ରା କରିପାରନ୍ତି। ବହୁତ ଅଧିକ ଲଙ୍ଗ୍ ଟ୍ରାଭେଲ୍ କରିବେ। ପୈତୃକ ସମ୍ପତ୍ତିରୁ ଆପଣଙ୍କୁ ଲାଭ ମିଳିପାରେ। ଆପଣ କିଛି ଭୂମି, ଜମି, ପ୍ରପର୍ଟି, ନୂତନ ଯାନବାହନ, ନୂତନ ଘର ନିର୍ମାଣ କରିପାରନ୍ତି। ଯେହେତୁ ଏକାଧିକ ଗ୍ରହ ଏକାଦଶ ଭାବରେ ବସି ପଞ୍ଚମ ଭାବକୁ ଦୃଷ୍ଟି ଦେବେ, ଲକ୍ଷ୍ମୀର ଭାବକୁ ଦୃଷ୍ଟି ଦେବେ, ଯାହାଫଳରେ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବେ, ପାଠ ପଢ଼ିବା ପାଇଁ ବାହାରକୁ ଯାଇପାରନ୍ତି। ଏହି ଶ୍ରାବଣ ମାସ ପରେ ଯଦି ଆପଣଙ୍କର କିଛି ଏକ୍ଜାମ୍ ଅଛି, କମ୍ପିଟେଟିଭ୍ ଏକ୍ଜାମ୍ ଅଛି, ତାହେଲେ ସେଥିରେ ଆପଣ ନିଶ୍ଚିନ୍ତ ଭାବରେ ଉତ୍ତୀର୍ଣ୍ଣ କରିବେ। ସବୁ ଏକ୍ଜାମ୍ରେ ସଫଳତା ପାଇବେ। ନୂତନ ଦମ୍ପତିମାନଙ୍କୁ ସନ୍ତାନ ସୁଖ ଅବଶ୍ୟ ପ୍ରାପ୍ତି ହେବ। ନୂତନ ଗର୍ଭ ଧାରଣ କରିବା ପାଇଁ ଏହି ଶ୍ରାବଣ ମାସ ପରର ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ। ପ୍ରେମ ଜୀବନରେ ଲାଗି ରହିଥିବା ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ। ଯେଉଁମାନଙ୍କର କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା, ବ୍ରେକଅପ୍ ଆଦି ହୋଇଯାଇଥିଲା, ସେମାନଙ୍କର ପୁଣି ଥରେ କଥାବାର୍ତ୍ତା ହୋଇପାରେ, ପ୍ୟାଚଅପ୍ ମଧ୍ୟ ହୋଇପାରେ। ଏହା ସହିତ ଆପଣଙ୍କ ଜୀବନରେ କେହି ନୂତନ ପାର୍ଟନର ମଧ୍ୟ ଆସିପାରନ୍ତି। ଯେଉଁମାନଙ୍କର ବିବାହରେ ବିଳମ୍ବ ହେଉଥିଲା, ସେମାନଙ୍କର ଘରକୁ ବିବାହର ପ୍ରସ୍ତାବମାନ ଆସିପାରେ, ଆଉ ବିବାହ ମଧ୍ୟ ଫାଇନାଲ୍ ହୋଇପାରେ। ଯେଉଁମାନଙ୍କର ପୂର୍ବରୁ ସନ୍ତାନ ଅଛନ୍ତି,
ତେବେ ସନ୍ତାନଙ୍କ ଦ୍ୱାରା ସେମାନଙ୍କୁ କିଛି ଖୁସିର ଖବର ମିଳିପାରେ, ସମ୍ମାନିତ କରାଯାଇପାରେ। ଏହି ଶ୍ରାବଣ ମାସ ପରେ କର୍ମକ୍ଷେତ୍ରରେ ବହୁତ ବଡ଼ ପରିବର୍ତ୍ତନ ଆସିବ। ଯେଉଁମାନେ ଦୀର୍ଘ ଦିନ ଧରି ପ୍ରମୋସନର ଅପେକ୍ଷାରେ ଥିଲେ ସେମାନଙ୍କର ପ୍ରମୋସନ ହୋଇଯିବ। ଚାକିରି କ୍ଷେତ୍ରରେ ଟ୍ରାନ୍ସଫର ହୋଇପାରେ। କୌଣସି MNC କମ୍ପାନୀରୁ ଜବ୍ ଅଫର୍ ମଧ୍ୟ ଆସିପାରେ। ବେରୋଜଗାରିଆ ଯୁବକ ଯୁବତୀମାନଙ୍କୁ ନୂତନ କର୍ମ, ନୂତନ ଚାକିରି ପ୍ରାପ୍ତି ହୋଇପାରେ। ଏହା ବ୍ୟତୀତ ଯେଉଁ ବ୍ୟକ୍ତିବିଶେଷମାନେ ପୂର୍ବରୁ ଋଣ କରଜର ମାୟାଜାଲରେ ଫସି ରହିଥିଲେ, କରଜ ଶୁଝିବା ପାଇଁ ସେମାନେ ବାଟ ପାଉନଥିଲେ, ତ ସେମାନଙ୍କୁ ସମସ୍ତ ଋଣ କରଜରୁ ମୁକ୍ତି ମିଳିବ। ସମସ୍ତ ଶତ୍ରୁମାନଙ୍କଠାରୁ ମଧ୍ୟ ମୁକ୍ତି ପାଇବେ। ପୁରୁଣାରୁ ପୁରୁଣା ସ୍ୱାସ୍ଥ୍ୟଗତ ସମସ୍ୟାରୁ ମଧ୍ୟ ଆପଣ ମୁକ୍ତି ପାଇବେ। ଏହା ସହିତ ବୈବାହିକ ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ବ୍ୟତୀତ ହେବ। ଯେଉଁମାନେ ବେପାର ବାଣିଜ୍ୟ କରୁଛନ୍ତି ସେମାନେ ବହୁତ ଅଧିକ ଉନ୍ନତି ପ୍ରଗତି କରିବେ। କିଛି ନୂତନ ବେପାର ଆପଣ ଆରମ୍ଭ କରିପାରନ୍ତି। ପାର୍ଟନରସିପ୍ରେ କିଛି ନୂତନ ବେପାର ଆପଣ ଆରମ୍ଭ କରିପାରନ୍ତି, ଯାହାକି ଭବିଷ୍ୟତରେ ଆପଣଙ୍କୁ ଅନେକ ଗୁଡ଼ିଏ ଲାଭ ଆଣିକରି ଦେବ। ଯେଉଁମାନେ ଅନଲାଇନରେ କାମ କରୁଛନ୍ତି, ଡିଜିଟାଲ ମାର୍କେଟିଂରେ କାମ କରୁଛନ୍ତି, ସେମାନଙ୍କୁ ଅନେକ ଶୁଭ ଫଳର ପ୍ରାପ୍ତି ହେବ। ଯେଉଁମାନେ କଳା, ସାହିତ୍ୟ, ସଂସ୍କୃତି, ମଡେଲିଂ, ଷ୍ଟେସନାରୀ ସପ୍ ଏହିସବୁ କ୍ଷେତ୍ର ଗୁଡ଼ିକରେ କାମ କରୁଛନ୍ତି, ସେମାନଙ୍କୁ ଅନେକ ଶୁଭ ଫଳର ପ୍ରାପ୍ତି ହେବ। ଏହା ସହିତ ପାରିବାରିକ ସୁଖ ଆପଣଙ୍କୁ ପ୍ରାପ୍ତି ହେବ। ଘର ଆଉ ପରିବାରରେ ହସ ଖୁସିର ଲହରୀ ଲାଗି ରହିବ। ଯେଉଁମାନେ ସେୟାର ମାର୍କେଟ, ଷ୍ଟକ୍ ମାର୍କେଟ ଏବଂ ଟ୍ରେଡିଂରେ କାମ କରୁଛନ୍ତି ସେମାନଙ୍କୁ ଆକସ୍ମିକ ଲାଭ ମଧ୍ୟ ପ୍ରାପ୍ତି ହେବ। ଏହା ସହିତ ଆପଣ ବହୁତ ଅଧିକ ଛୋଟମୋଟ ସ୍ଥାନକୁ ଯାତ୍ରା କରିପାରନ୍ତି। ଆପଣଙ୍କ ଭିତରେ ସାହସ ଆଉ ପରାକ୍ରମ ମଧ୍ୟ ବଢ଼ିବ। ତେବେ ଅଧିକ ଶୁଭଫଳ ପ୍ରାପ୍ତି କରିବା ପାଇଁ ଆପଣ ପ୍ରତ୍ୟେକ ଦିନ ଶୁକ୍ରଙ୍କର ବୀଜ ମନ୍ତ୍ରର ଜପ ଅବଶ୍ୟ କରନ୍ତୁ। ଓଂ ଦ୍ରାଂ ଦ୍ରିଂ ଦ୍ରୋଂ ସ୍ୱଃ ଶୁକ୍ରାୟ ନମଃ 108 ଥର ପ୍ରତ୍ୟେକ ଦିନ ଜପ କରନ୍ତୁ। ଶୁଭ ଫଳ ପ୍ରାପ୍ତି ହେବ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ହନୁମାନ ଚାଳିଶାର ପାଠ କରନ୍ତୁ। ସୂର୍ଯ୍ୟଙ୍କୁ ଜଳାର୍ଘ୍ୟ ଅର୍ପଣ କରନ୍ତୁ। କୁକୁର କିମ୍ବା କୁଆଙ୍କୁ କିଛି ଖାଇବା ପାଇଁ ଦିଅନ୍ତୁ। ଶୁଭ ଫଳ ପ୍ରାପ୍ତି ହେବା ସହିତ ଆପଣଙ୍କ ଭାଗ୍ୟରେ ଉନ୍ନତି ଆସିବ। ଧନ୍ୟବାଦ।